ଚାଲନ୍ତୁ ବନେଇବା ଶୀତ ଦିନର ସ୍ପେଶିଆଲ୍ ଆଇଟମ୍ ଫୁଲକୋବି ଆଉ ଗ୍ରୀନ୍ ମଟର କଷା। ଆଜି ମୁଁ ଯେଉଁ ଉପାୟରେ ବନେଇବି, ଯଦି ସେଇ ଉପାୟରେ ଥରେ ବନେଇକି ଟ୍ରାଏ କରିବେ ନା, ଆପଣଙ୍କୁ ବହୁତ ଟେଷ୍ଟି ଲାଗିବ, ଏବେ ଜମା ବି ଭୁଲିବେନି। ତ ସେଥିପାଇଁ ମୁଁ ଫୁଲକୋବି ଆଉ ଆଳୁକୁ ଟିକେ ତେଲରେ ଛାଣି ଦେଇଛି, ଟିକେ ଫ୍ରାଏ କରିଦେବେ, ତାପରେ ବହୁତ ଭଲ ଲାଗିବ। ତାପରେ ମୁଁ ଜିରା ସୋରିଷ ଫୁଟଣ ଦେଇକି ପିଆଜ ଦେଇକି ଲିଟିଲ୍ ବ୍ରାଉନ୍ କଲର୍ ହେଲା ପର୍ଯ୍ୟନ୍ତ ପିଆଜ ଭଲ ଭାବରେ ଭାଜି ଦେଇଛି। ଦେନ୍ ମୁଁ ଏଇଠି ଅଦା ରସୁଣ ଛେଚା ପକାଇଛି, ଆପଣ ଚାହିଁଲେ ପେଷ୍ଟ ବି ପକାଇ ପାରିବେ। ଦେନ୍ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ମସଲା ଗୁଣ୍ଡ, ଜିରା ପାଉଡ଼ର, ଧନିଆ ପାଉଡ଼ର, ଯାହା ବି ଶୁଖିଲା ଗୁଣ୍ଡ ମସଲା ଗୁଣ୍ଡ ସବୁ ମୁଁ ଏଇଠି ଆଡ଼୍ କରିଛି। ଦେନ୍ ଭଲ ଭାବରେ କଷିଦେବା। ଦେନ୍ ଆମେ ପକାଇବା ଗୋଟେ ଟମାଟୋ। ମୁଁ ଟମାଟୋକୁ ଛୋଟ ଛୋଟ କାଟିକରି ପକାଇଛି। ଦେନ୍ ଟମାଟୋକୁ ମସଲା କଷିଲା ପାଇଁ ଲୁଣ ପକାଇ ଦେଇଛି। ଲୁଣ ପକାଇଲା ପରେ ଆପଣ ଟମାଟୋ ଟିକେ ମେଲ୍ଟ ହେଲା ଯାଏଁ ଭଲ ଭାବରେ କଷିଦେବେ, ଯେମିତି ମୁଁ ଏଇଠି କଷୁଛି। ଭଲ ଭାବରେ କଷି ହେଲା ପରେ ଛାଣି ରଖିଥିବା ଆଳୁ, ଫୁଲକୋବି ଆଉ ଗ୍ରୀନ୍ ମଟରକୁ ଆଡ଼୍ କରିଦେବେ। ଏଇଠି ଭଲ ଭାବରେ କଷାକଷି କଲା ପରେ ଘୋଡ଼େଇକି ଲୁଣ ଦେଇକି ଭଲ ଭାବରେ ଆଉ ଗରମ ମସଲା ଗୁଣ୍ଡ ପକାଇକି ଭଲ ଭାବରେ ମିଶାଇ ଦେବେ। ତାପରେ 10ରୁ 15 ମିନିଟ୍ ଘୋଡ଼େଇ ଦେବେ। ଘୋଡ଼େଇଲା ପରେ ବାସ୍ ଆଉ କିଛି କରିବାର ନାହିଁ, ଲାଷ୍ଟକୁ ଗରମ ମସଲା ଆଡ଼୍ କରିକି ଭଲ ଭାବରେ ଗୋଳାଗୋଳି କରିଦେବେ, ଯେମିତି କଷାଟି ଆମର ବହୁତ ଭଲ ଲାଗିବ। ଆପଣ ଆକୁ ଭାତ ସହିତ, ରୁଟି ସହିତ, ପରଟା ସହିତ ଆରାମସେ ଖାଇପାରିବେ। ଏହିପରି ଭାବେ ଫୁଲକୋବି ଆଉ ଆଳୁ କଷାକୁ ଟ୍ରାଏ କରି ଦେଖନ୍ତୁ, ବହୁତ ସହଜରେ ବନିଯିବ, ଖାଇବାକୁ ବି ବହୁତ ଟେଷ୍ଟ ଲାଗିବ। ମୁଁ ଏଇଠି ଭାତ ସହିତ ଦେଖାଉଛି, ଦେଖନ୍ତୁ କେମିତି କେଉଁ ଟାଇପ୍ର ବନିଛି। ବହୁତ